কথা এই সেনাপতি বাবু প্রণাম কলি গোমাস্তা চট্টোপাধ্য আজ্ঞা এ অবেଳରେ এଠାରେ ই অবেଳতে জଟটা কিলা দিয়ে ଏ ଜଟ ଆଜ୍ଞା। ଏ କଣ କହିବାକୁ ଚାହୁଁଛ କଣ କହିବାକୁ ଚାହୁଁଛି ତାହେଲେ ଶୁଣିବେ ତ ଯାହା କହିବାର ଅଛି ସିଧା ସିଧା କୁହ ବଳିଷ୍ଠ ବିରହ ଶୁଣ ମୋହର ଗିରା ବଳିଷ୍ଠ ବିରହ ହାତ ଛଡ଼ା ହେବ ହାତ ଛଡ଼ା ହେବ ହାତ ଛଡ଼ା ହେବ ହେ ହାତ ଛଡ଼ା ହେବ ହାତ ଛଡ଼ା ହେବ ସୁଯୋଗ ତୋର ବଳିଷ୍ଠ ବିରହ এ শুনো মোহর গির শুনো মোহর গির বলিষ্ঠ বিরহ ଗୋମାସ୍ତା ଚଟ୍ଟୋପାଧ୍ୟ ଆଜ୍ଞା ଆରେ ମୁଁ କିଏ ଆପଣ ଯଦି କାଶୀ ରାଜ୍ୟର ଆରେ ସାମାନ୍ୟ ମୁଁ ସେନାପତି ହେଉଛି ଏ ବିଶାଳ କାଶୀ ରାଜ୍ୟର ସେନାପତି ଏ ରାଜ୍ୟଟା ହେଉଛି ବର ହାତ ମୁଠାରେ ଆଉ କଣ ମୋର ହାତ ଛଡା আরে এতে বড় বীর কইল রাজ্যরে কেতে দিন খটুথিব চাকর রাজা জীবন ଥିବା পর্যন্ত কৌশল প্রয়োগ কইল সুযোগ রাজ সিংহাসন ছড়াও এ যত বরুবন্তী আহে সেনাপতি বরুবন্তী আহে সেনাপতি কাশী রাজ্যে রাজা তুয়ে তোর বলিষ্ঠ বীর এসুনো কানে শুনো নাকে শুনো মোহর গির শুনো মোহর গির বলিষ্ঠ বীর କଣ କହିଲୁ ନାଇଁ ନାଇଁ, କଣ କହିଲୁ শুনি পালি নাই ଏ ରାଜ ସିଂହାସନ ଛଡେଇ ଏ ରାଜ୍ୟର ରାଜା ମୁଁ ହେବି হ্যাঁ ନାଇଁ, কাকি এই, কাকি নাই ରାଜା ହେଉଛନ୍ତି ମୋ ପାଇଁ ଭଗବାନ আরে ରାଜା ହେଉଛନ୍ତି ଆମର ଅନ୍ନଦାତା ଆରେ ଯାହାର ଅନ୍ନରେ ଆମ୍ଭେମାନେ ସମସ୍ତ ଅନୁପ୍ରାଣିତ ତାଙ୍କରି ବିରୁଦ୍ଧରେ ଯାଇ ଏ ରାଜ ସିଂହାସନ ଛଡେଇ ଏ ରାଜ୍ୟର ରାଜା ମୁଁ ହେବି ନାଇଁ, এই, ରାଜାଙ୍କ ବିରୁଦ୍ଧରେ ଯଦି ଶଳା ପଦୁଟିଏ କହିବୁ ତ ଜିଭଟାକୁ ଟାଣି ଆଣିବି ମୋ ଯୁବକୁ ସିନା ଟାଣି ଆଣିବେ ଏପଟେ ରାଜା ଓ ମନ୍ତ୍ରୀଟା ସମୁଦି ହେଲେଣି ଭଲ ହେଇଛି କଣ ଭଲ ଯାହା ହେଇଛି ଠିକ କଣ ହେଇଛି ଶିଖେଛି এই ଲୋକମାନଙ୍କ କଥାକୁ ବିଶ୍ୱାସ କରିପାରୁନଥିଲି ହେଲେ ଆଜି ତୋରି ମୁଖରୁ ଶୁଣିଲି ମୋତେ ବିଶ୍ୱାସଟା ଭାଜନ ହେଇଗଲା ଆଉ ନା ରାଜା ଯାହା ନିଷ୍ପତ୍ତି ନେଇଛନ୍ତି ଠିକ ନିଷ୍ପତ୍ତି ନେଇଛନ୍ତି ବାସ୍ ରାଜା ଝିଅଟା ମନ୍ତ୍ରୀ ପୁଅଟା ବଡ ହେଲା ପରେ ବାହାଘର ହବ ବହୁତ ଭଲ ହବ ବେକାରିଆ ଲୋକ ଏ ଜଟ ଆରେ ବରରେ କେବେ ଚିନ୍ତା କରି ଦେଖିଛୁ ଆহ, ଏ ବିଚରା ମନ୍ତ୍ରୀର ସ୍ତ୍ରୀଟା ମରିଗଲା ନିଜ ସ୍ତ୍ରୀ ତ ସେଟା? ଛାତିଟା ଫାଟି ଆରେ ଯାଉଛି ଫାଟିବ ଆଁ, କେମିତି ଛାତିଟା ଫାଟିବ ଫାଟିବ ତ ଯେତେ ଚାହିଁଲେ ବି ସେ ହେଉଛି ଆମ ସହକର୍ମୀ ସହକର୍ମୀ ନୁହଁ ସରୁ ଭାଇ ସେଟା? ଗୁରୁ ଭାଇ ଏ, ରାଜା ଯାହା ନିଷ୍ପତ୍ତି ନେଇଛନ୍ତି ଠିକ ନିଷ୍ପତ୍ତି ନେଇଛନ୍ତି ଆରେ ବିଚରା ମନ୍ତ୍ରୀଟା ସେ ପୁଅର ଲାଳନ ପାଳନ କରିବ ନା ରାଜକାର୍ଯ୍ୟ କରିବ ଆହା, ଏ ରାଜକାର୍ଯ୍ୟ କରିବ ନା ସେ ପୁଅର ଲାଳନ ପାଳନ କରିବ ରାଜା ଯାହା ନିଷ୍ପତ୍ତି ନେଇଛନ୍ତି ଠିକ ନିଷ୍ପତ୍ତି ନେଇଛନ୍ତି ଓ ରାଜା ଝିଅଟା ମନ୍ତ୍ରୀ ପୁଅଟା ବଡ ହେଲା ପରେ ବାହାଘର ହବ ବାହାଘର ଆଉ ସେ ବାହାଘରେ ଆମେ ଯାଇକି ସମସ୍ତେ ଡ୍ୟାନ୍ସ କରି ଏ ଜଟ ରାଜା ଘର ଭୋଜିରେ ଶଳା ଗେଫା ମାରିବୁ ଭୋଜି ଖାଇବେ କେତେବେଳେ ଆଜ୍ଞା ଏଇନ ମହାମନ୍ତ୍ରୀ ରାଜାଙ୍କୁ କହୁଥିଲା କଣ କହୁଥିଲା ଆମର ଆଉ ଏଇ ସେନାପତି ଦରକାର ନାହିଁ ଆମ ସେନାପତି ବାଜ୍ୟ ଲୋକ ଆମ ସେନାପତି ଧୋକାବାଜ ଆମ ସେନାପତି ଚରିତ୍ରହୀନ ଆମ ସେନାପତି ମାଇଚିଆ ଆମ ସେନାପତି କୁକୁର ଆଉ ଏଇ ସେନାପତି ଦଣ୍ଡିଆ ମାରିକି ବାହାର କରିଦେବା କୁହ ସେନାପତି କୁହ ଏଇଟା କଥା ଶୁଣି ସାରିଲା ପରେ ଏ ରାଜ୍ୟ ରାଜା ହେବ ନା ସମୁଦ୍ର ବିଚାର ହେବ ହଁ ହଁ ତୁମେ ନପୁଂସକ সামান্য মন্ত্রীটা
ଏ ସାମାନ୍ୟ ମନ୍ତ୍ରୀଟା ରାଜାର ସମୁଦି ହେଇଗଲା ବୋଲି ମତେ ରାଜ୍ୟରୁ ବିତାଡ଼ିତ କରିବ, ମୋ ନାଁରେ ବାର କଥା କହିବ? ଅସଳ କିଲେଟା ହେଲା ସେ ମନ୍ତ୍ରୀର କଳା ଛୁଆଟା। ନା ଥିବ ବାଉଁଶ ନା ବାଜିବ ପଇସି। ଯଦି ଆବଶ୍ୟକ ପଡେ ସେ ମନ୍ତ୍ରୀଟାକୁ ବି ଛାଡ଼ିବ। ଆଉ ମନ୍ତ୍ରୀ କଥାରେ ଯଦି ରାଜାଟା ଯଦି ବସ ଉଠ ଉଠ ବସ ହବ, ରାଜାକୁ ବି ଛାଡ଼ିବ। ହେଲାସ୍ତେ ଏ ବହି ଯାଉଥିବା ପବନର ବି କାନ ଅଛି। ତମ ବ୍ୟତୀତ ଏ କଥାଟା କେହି ଜାଣିବେନି। ବାସ୍ ଏବେ ଚାଲ ଚାଲନ୍ତୁ ଆଜ୍ଞା। ମନ୍ତ୍ରୀଟା ତା ପୁଅକୁ ନେଇ କୁଆଡ଼େ ଯାଇଛି। ଚାଲନ୍ତୁ ଆଜ୍ଞା। ସେଇ ଶଳା ମନା କରୁଛି, ମୁଁ ମନା ଆଜ୍ଞା। ଏ ଛୋଟ ଆଜ୍ଞା ଏବେ କିଏ ବେ? କିଏ ଗୋଟେ ଦୌଡ଼ିକି ଚାଲିଗଲା ଆଜ୍ଞା। ଶଳା ଆମ୍ଭ ଦି ଜଣଙ୍କ କଥା ଶୁଣି ଦେଇଛି। ଏ କଥା ଯାଇକି ରାଜାକୁ କହିଦେଲେ ସବୁ ସରିଗଲା। ସେ ଯେ ହଉ ନା କାହିଁକି ଆମ୍ଭ କଥା ଶୁଣିଛି ମାନେ ନିଶ୍ଚୟ ରାଜା ନିକଟକୁ ଦୌଡ଼ିକି ଗଲାଣି ଆଜ୍ଞା। ଶୁଣ, ରାଜା ନିକଟକୁ ପହଞ୍ଚିବା ପୂର୍ବରୁ ଚାଲ ଚାଲନ୍ତୁ ଆଜ୍ଞା। ଯିବା। କୋଉ ଶଳା ଆମ୍ଭ କଥା ଶୁଣି ଏଠାକୁ ଓ ଆଗ ଚାଲନ୍ତୁ ଆଜ୍ଞା। ଆରମ୍ଭ ହେଲା ସେଇ ଦ୍ୱାପର ଯୁଗ ମହାଭାରତର ପ୍ରଥମ ଅଧ୍ୟାୟଟା। ସେତିକି ବେଳେ ଦୁର୍ଯ୍ୟୋଧନକୁ ରାଜା କରାଇବା ପାଇଁ ଶକୁନିଟା ପୋଷା କାଠି ଫେଙ୍ଗିକି ରାଜା କରେଇଥିଲା। କିନ୍ତୁ ଏ କଳି ଯୁଗରେ ତ ମୋ ହାତରେ ପୋଷା କାଠି ନାହିଁ, କେମିତି ରାଜା କରେଇବି ସେନାପତିଟାକୁ? ଜଟ ପାତ୍ର, ମୁଁ ଜଟ ପାତ୍ର। ଭଲରେ ଥିଲେ ବେଲପଟ୍ଟ ଆଉ ରାଗି ଗଲେ ପୁରା ଛିନ୍ନ ଛତ୍ର। ଆରେ ଜଲ ଜଲ ହେଇ ମନେ ପଡ଼ିଯାଏ ସେଇ ଅତୀତର କଥା। ଏଇ କାଶୀ ରାଜ୍ୟର ରାଜା ଯେତେବେଳେ ମୋ ଭଉଣୀକୁ ଭଲ ପାଇ ବସିଲା, ଆରେ ମୁଁ ତ ଖୁସିରେ ପାଗଳ ହେଇ ଯାଇଥିଲି। ପାଗଳ ସାମାନ୍ୟ ଚାକରର ଭଉଣୀ ପୁଣି ରାଜାଙ୍କର ବୋହୂ ହବ। ରାଜା ହସ୍ତରୁ ଶଙ୍ଖା ପିନ୍ଧିବ, ମଥାରେ ସିନ୍ଦୁର ନବ। କିନ୍ତୁ ସର୍ବଶେଷ ରାଜାଟା ଅନ୍ୟ କାହାକୁ ବାହା ହେଇ ପଡ଼ିଲା। ସେଇ କଥା ଶୁଣିକି ମୋ ଭଉଣୀଟା ଆତ୍ମହତ୍ୟା କରିଦେଲା। ଭଉଣୀ ସିନା ଆତ୍ମହତ୍ୟା କରିଦେଲା, କିନ୍ତୁ ଏଟା ଛୋଟ ଭାଇଟା ଏନେ ବଞ୍ଚିଛି। ଛାଡ଼ିବିନି ବେ, ରାଜବଂଶକୁ ସବୁବେଳେ ଧନୁଷ କରିଦେବି। ଧନୁଷ ଏ ସୂର୍ଯ୍ୟ ଚନ୍ଦ୍ର ଦଶ ଦିଗ ପାଳ। ଆଜି ଛୋଟ ପାତ୍ର ଶପଥ କରିକି କହୁଛି, ରାଜବଂଶକୁ ଧ୍ୱଂସ ନ କଲା ପର୍ଯ୍ୟନ୍ତ କେବେ ବି ମୁଁ ଶାନ୍ତିରେ ନିଶ୍ୱାସ ମାରି ପାରିବିନି। ଜଟ ପାତ୍ର, ମୁଁ ଜଟ ପାତ୍ର। ଭଲରେ ଥିଲେ ବେଲପତ୍ର ଆଉ ରାଗି ଗଲେ ପୁରା ଛିନ୍ନ ଛତ୍ର। ଠାକୁରେ ମୋର ଏଇ ଦି କର୍ଣ୍ଣ କହଣ ଶୁଣିଲା। ଏଇ ଦି ଜଣ ନରହନ୍ତ ମାନେ ମତେ ଆମ ଶିଶୁ ପୁତ୍ରକୁ ମାରିଦେବେ। ନାଇଁ ନାଇଁ, ମୁଁ ଏ ରାଜ୍ୟରେ ରହିବିନି। ମୋ ପୁଅକୁ ନେଇ ମୁଁ ଅନ୍ୟ ରାଜ୍ୟକୁ ଚାଲିଯିବି। ଦରକାର ନାହିଁ,
दरकार नहीं मो पुआ राजकन्या दरकार नहीं जाए जाए मु अन्य राज्य को चली जीवी